ଆଜି ତୁମକୁ ଏଠାରେ +2 ସେକେଣ୍ଡ ଆର୍ଟସ ର ଇକୋନୋମିକ୍ସ ର ଫାଷ୍ଟ ବିଷୟ ଯୋଉଟା କି ଅଛି ଅର୍ଥଶାସ୍ତ୍ର ସଂଜ୍ଞା ପରିସର ବିଷୟବସ୍ତୁ ବିଷୟରେ କଣ କରିବା ଆଲୋଚନା କରିବା। ଏଥିରେ ଆମେ ଜାଣିବା ଅର୍ଥଶାସ୍ତ୍ର ର କେତୋଟି ସଂଜ୍ଞା ଏବଂ ଅର୍ଥଶାସ୍ତ୍ର ପରିସର ଅର୍ଥଶାସ୍ତ୍ର କେଉଁ କେଉଁ କ୍ଷେତ୍ରରେ ତାର ଆବଶ୍ୟକତା ଅଛି ଏବଂ ପ୍ରୟୋଗ ଅଛି ସେ ବିଷୟରେ ଆମେ ଜାଣିବା ଏବଂ ଅର୍ଥଶାସ୍ତ୍ରରେ ବିଷୟବସ୍ତୁ ଅର୍ଥାତ୍ ଅର୍ଥଶାସ୍ତ୍ର କେଉଁ କେଉଁ ବିଷୟରେ ଅର୍ଥଶାସ୍ତ୍ରରେ ପଢାଯାଏ ସେ ବିଷୟରେ ଆମେ ମଧ୍ୟ ଜାଣିବା। କିନ୍ତୁ ଏହି ଭିଡିଓରେ ଆମେ ସବୁଗୁଡ଼ିକ ଆଲୋଚନା କରିବା ନାହିଁ, ପର୍ଯ୍ୟାୟ କ୍ରମେ କଣ କରିବା ଆଲୋଚନା କରିବା। ତୁମ ବହିରେ ଏଇ ଯୋଉ ସଂଜ୍ଞା ଦିଆଯାଇଛି ଅର୍ଥଶାସ୍ତ୍ରର 4ଗୋଟି ବିଶିଷ୍ଟ ଅର୍ଥଶାସ୍ତ୍ରବିଦଙ୍କର ସଂଜ୍ଞା ଦିଆଯାଇଛି। ସେଗୁଡ଼ିକ କଣ କଣ ନା ତମର ପ୍ରଥମଟି ଦେଇଛନ୍ତି ଆଦାମ ସ୍ମିଥ ଦେଇଛନ୍ତି, ଯୋଉଟା କି ତମର କୁହାଯାଏ ଆଦାମ ସ୍ମିଥ ଦେଇଛନ୍ତି ପ୍ରଥମ ସଂଜ୍ଞାଟି ଯୋଉଟା କି ୱେଲ୍ଥର ଡେଫିନେସନ ସମ୍ପଦର ସଂଜ୍ଞା ଦେଇଛନ୍ତି। ତାପରେ ତୁମର ଆଲଫ୍ରେଡ ମାର୍ଶାଲ ଗୋଟେ ଦେଇଛନ୍ତି ସଂଜ୍ଞା ଯୋଉଟା କି କଲ୍ୟାଣକାରୀ ସଂଜ୍ଞା ବା ୱେଲଫେୟାର ଡେଫିନେସନ ଏବଂ ରବିନ୍ସ ଯୋଉ ଗୋଟେ ସଂଜ୍ଞା ଦୁଷ୍ପ୍ରାପ୍ୟତା ବା ସ୍କାରସିଟିର ସଂଜ୍ଞା ଦେଇଛନ୍ତି ଏବଂ ସାମୁଏଲସନ ପାଉଲ ଇଏ ଗୋଟେ ସଂଜ୍ଞା ଦେଇଛନ୍ତି ଅଭିବୃଦ୍ଧି ସଂଜ୍ଞା ବା ଗ୍ରୋଥ ଓରିଏଣ୍ଟେଡ ଡେଫିନେସନ। ଆମେ ଏଇ ଭିଡିଓରେ କେବଳ ଆଦାମ ସ୍ମିଥଙ୍କର ସଂଜ୍ଞାଟିକୁ ଆଲୋଚନା କରିବା ବିସ୍ତୃତ ଭାବେ, ଆଉ ଅନ୍ୟ ଯୋଉ ସଂଜ୍ଞା ଗୁଡ଼ିକ ଆମେ ପରବର୍ତ୍ତୀ ଭିଡିଓରେ ଆମେ କଣ କରିବା ଆଲୋଚନା କରିବା ଏବଂ ପ୍ରତ୍ୟେକ ଦିନ କଣ ହବ ନା ଭିଡିଓ ଅପଲୋଡ ହବ। ତେଣୁକରି ପିଲାମାନେ ତମେ କଣ କରିବ ଚ୍ୟାନେଲକୁ ସବସ୍କ୍ରାଇବ କରିନେବ ଏବଂ ଭିଡିଓ ଭଲ ଲାଗିଲେ ଲାଇକ୍ କରିବ ଏବଂ ତମ ମତାମତ କମେଣ୍ଟ ବକ୍ସରେ ତମେ ଦେଇପାରିବ। ପ୍ରଥମେ ଦେଖିବା ଏ ଯୋଉ ଅର୍ଥନୀତିଟା କଣ, କାହାକୁ ଆମେ ଅର୍ଥନୀତି କହୁ ସେଇଟାକୁ ଆମେ ପ୍ରଥମେ ଜାଣିବାକୁ ପଡିବ। ତ ଅର୍ଥନୀତି କହିଲେ କଣ ବୁଝେ ନା ଅର୍ଥନୀତି କହିଲେ ଆମେ ଅର୍ଥନୀତିଟା ଗୋଟେ ସାମାଜିକ ବିଜ୍ଞାନ କହୁ। ସାମାଜିକ ବିଜ୍ଞାନ କାହିଁକି ଆମେ ଏକୁ ସାମାଜିକ ବିଜ୍ଞାନ କହୁ ନା ଏଇଟା ସମାଜ ବିଷୟରେ କଣ କରିଥାଏ ନା ସବୁବେଳେ ୟାର ବିଷୟବସ୍ତୁ ଗୁଡ଼ିକ ସମାଜର ବିଷୟବସ୍ତୁକୁ ନେଇ ହେଇଥାଏ, ସେଥିପାଇଁ ଆମେ ତାକୁ ସାମାଜିକ ବିଜ୍ଞାନ କହିଥାଉ। ଏଇ ସାମାଜିକ ବିଜ୍ଞାନ ବା ଅର୍ଥନୀତିରେ ଯେତେବେଳେ ଆମେ ପଢୁ ଆଲୋଚନା କରୁ ସେତେବେଳେ ଆମ ପାଖରେ ଦୁଇଟା ଜିନିଷ ଆସିଥାଏ। ମଣିଷ ମାନଙ୍କ ମଧ୍ୟରେ ଥିବା ଅସୀମିତ ଇଚ୍ଛା ଏବଂ ମଣିଷ ପାଖରେ ଥିବା ସୀମିତ ସମ୍ବଳ, ଏଇ ଦୁଇଟି ଆସିଥାଏ। ଅସୀମିତ ଇଚ୍ଛା କଣ ନା ମଣିଷ ମାନଙ୍କର ଇଚ୍ଛାଟା ଅର୍ଥଶାସ୍ତ୍ରରେ କୁହାଯାଇଛି ଅସୀମ ବା ଅନଲିମିଟେଡ ୱାନ୍ସ। କାରଣ ମଣିଷର ଇଚ୍ଛାର କୌଣସି କଣ ନଥାଏ ସୀମା ନଥାଏ। ମଣିଷ କେବେ ବି ସନ୍ତୁଷ୍ଟ ହୁଏ ନାହିଁ ଯେ ଏତିକି ମୁଁ ପାଇଗଲି ୟା ପରେ ମୋର ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ। କିନ୍ତୁ ମଣିଷ ପାଖରେ ସବୁବେଳେ କଣ ଥାଏ ନା ସମ୍ବଳଟା ସୀମିତ ଥାଏ ଏବଂ ସେଇ ସୀମିତ ସମ୍ବଳକୁ ପୂରଣ କରିବା ଯୋଉ କୌଶଳ ଏ ଅର୍ଥଶାସ୍ତ୍ରରେ ହିଁ କଣ କରାଯାଏ ଶିଖିବା। ତ ଏଇ ସୀମିତ ସମ୍ବଳକୁ ପୂର୍ଣ୍ଣ କରିବାକୁ ହେଲେ ଆମକୁ କଣ ହୁଏ ସମ୍ବଳର ଅଭାବ ଦେଖାଯାଏ, ଯୋଉଟା କି ଆମେ ଅର୍ଥଶାସ୍ତ୍ର କହୁ ସ୍କାରସିଟି ଦେଖାଯାଏ ଏବଂ ଆମକୁ ସେଇ ଅସୀମିତ ଇଚ୍ଛା ସୀମିତ ସମ୍ବଳକୁ ନେଇ ଆମେ କିପରି ଆମର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସେଇ ବିଷୟରେ କଣ କରେ ଅର୍ଥଶାସ୍ତ୍ର ଆମକୁ ଶିକ୍ଷା ଦିଏ। ଗୋଟେ ଉଦାହରଣ ଦେଲେ ତୁମମାନେ ପିଲାମାନେ ବୁଝିପାରିବେ। ମନେକର ତୁମ ପାଖରେ 100 ଟଙ୍କା ଅଛି, ତୁମର ଅଭାବ ରହିଛି ଗୋଟେ କଣ ନା ନୋଟବୁକ୍ ର ଅର୍ଥାତ୍ ଖାତା ବା ଏଇ ଯୋଉ କପିର ଗୋଟେ ଅଭାବ ରହିଛି। ଆଉ କଣ ଅଛି ଟେକ୍ସଟ ବୁକ୍ ବହିର ଅଭାବ ଅଛି। ଆଉ କଣ ଅଛି ପେନ ର ଅଭାବ ଅଛି। ଆଉ କଣ ଅଛି ଆଉ ତୁମର ଏମିତି ଅନେକ ଗୁଡ଼ିଏ ଅଭାବ ଅଛି। ମନେକର ନୋଟବୁକ୍ ର ଦାମ ହଉଛି 40 ଟଙ୍କା, ବହିର ଦାମ ହଉଛି 70 ଟଙ୍କା ଏବଂ ପେନ ର ଦାମ ହଉଛି 20 ଟଙ୍କା। ତେଣୁକରି ଆମକୁ ଆବଶ୍ୟକ ହବ ଟୋଟାଲ କେତେ ଟଙ୍କା ନା 130 ଟଙ୍କାର ଆବଶ୍ୟକତା ଅଛି, କିନ୍ତୁ ଆମ ପାଖରେ ଅଛି କେତେ ନା 100 ଟଙ୍କା। ତେଣୁକରି ଆମକୁ କଣ କରିବାକୁ ପଡିବ ଏଇ ଯୋଉ ଇଚ୍ଛା ଗୁଡ଼ିକ ଅସୀମିତ, ଏଇ ଅସୀମିତ ଇଚ୍ଛା ଗୁଡ଼ିକୁ ଏବଂ ଏଇ ସୀମିତ ସମ୍ବଳରେ କେମିତି ତାକୁ କଣ କରାଯାଇ ପାରିବ ନା କିପରି ଅଧିକ ପରିତୃପ୍ତି ପାଇପାରିବା ବା ଅଧିକ ଆମର ଇଚ୍ଛାକୁ ପୂରଣ କରିପାରିବା
ସେଇ ବିଷୟରେ ଅର୍ଥଶାସ୍ତ୍ର କଣ କରେ ଆମକୁ ଅଧ୍ୟୟନ କରିଥାଏ। ଅର୍ଥାତ୍ ୟା ଦେହରୁ ଆମକୁ ଯୋଉଟା ଗୁରୁତ୍ୱପୂର୍ଣ୍ଣ ସେଇ ଜିନିଷକୁ କଣ କରିବା ଆମେ ପ୍ରଥମେ ପ୍ରୟୋଗ କରିବା ଏବଂ ଯୋଉଟିକ ଟିକେ କମ ଗୁରୁତ୍ୱପୂର୍ଣ୍ଣ ତାକୁ ପରବର୍ତ୍ତୀ ଅବସ୍ଥାରେ କିଏ ପ୍ରୟୋଗ କରିବା। ତେଣୁକରି ଅର୍ଥଶାସ୍ତ୍ର କଣ କରେ ନା ଅର୍ଥଶାସ୍ତ୍ର ସବୁବେଳେ କଣ କରିଥାଏ ନା ମଣିଷର ଅସୀମ ଅଭାବ ଏବଂ ସୀମିତ ସମ୍ବଳ ମଧ୍ୟ ସମ୍ପର୍କ ସ୍ଥାପନ କରିଥାଏ ଏବଂ ଆମେ କିପରି ସର୍ବୋତ୍ତମ ବ୍ୟବହାର କରି ଆମର ଅସୀମିତ ଇଚ୍ଛାକୁ ପୂରଣ କରିପାରିବା ଏଇଟା ହିଁ ଅର୍ଥଶାସ୍ତ୍ରରେ କଣ ହୋଇଥାଏ ନା ଅଧ୍ୟୟନ କରାଯାଇଥାଏ। ନେକ୍ସଟ ଦେଖିବା ଅର୍ଥଶାସ୍ତ୍ର ଶବ୍ଦଟି କିପରି ସୃଷ୍ଟି ହେଇଛି। ଆମେ ଜାଣି ରଖିବା ଉଚିତ ଏଇ ଅର୍ଥଶାସ୍ତ୍ର ଶବ୍ଦଟି ଦୁଇଟା ଗ୍ରୀକ ଶବ୍ଦରୁ ଆସିଛି। ସେ ଗ୍ରୀକ ଶବ୍ଦ କଣ ନା ଗୋଟେ ହଉଛି ଉଇକସ୍ ଏବଂ ଅନ୍ୟଟି ହଉଛି ନେମିନ୍ସ। ଉଇକସ୍ ର ଅର୍ଥ ହଉଛି କଣ ଗୃହ, ନେମିନ୍ ର ଅର୍ଥ ହଉଛି କଣ ପରିଚାଳନା। ତେଣୁ ଦୁଇଟା ଶବ୍ଦକୁ ଯଦି ଆମେ ଯୋଡ଼ିଦବା ଉଇକସ୍ ଆଉ ନେମିନ୍ସ ତାହେଲେ ଆମେ ପାଇବା କଣ ନା ଇକୋନୋମିକ୍ସ ଏବଂ এই ଇକୋନୋମିକ୍ସ ର ଅର୍ଥ କଣ ନା ଗୃହ ପରିଚାଳନା କରିବାର କଳା। ଯଦି ଇକୋନୋମିକ୍ସ ର ଆକ୍ଷରିକ ଅର୍ଥ ଆସେ ତାହେଲେ ଆକ୍ଷରିକ ଅର୍ଥଟି କଣ ହବ ନା ଗୃହ ପରିଚାଳନାର କଳାକୁ ଇକୋନୋମିକ୍ସ କୁହାଯାଏ ବା ଏ ଆର୍ଟ ଅଫ ହାଉସହୋଲ୍ଡ ମ୍ୟାନେଜମେଣ୍ଟ। ପିଲାମାନେ ଏଇଗୁଡିକ ତୁମେ ନୋଟ କପିରେ କଣ କରିବ ନା ନୋଟ କରି ନଉଥିବ, କାରଣ ଏଇ ଯୋଉ ଗୁଡିକ ମୁଁ ଏଠି ଅଣ୍ଡରଲାଇନ କରୁଛି ବା ମାର୍କିଂ କରୁଛି ସେଇଗୁଡିକ ତମର କଣ ହେଇଥିବ ପରୀକ୍ଷାର ଆସିବ। କିପରି ନା କେମିତି କ୍ୱେଶ୍ଚନ ଆସିବ ଅର୍ଥଶାସ୍ତ୍ର କେଉଁ ଦୁଇଟି ଗ୍ରୀକ ୱାର୍ଡରୁ ଆସିଅଛି। ତମେ କହିବ ଉଇକସ୍ ଆଉ ନେମିନ୍ ଏବଂ ଉଇକସ୍ ଅର୍ଥ କଣ ନା ହାଉସ ବା ଗୃହ, ନେମିନ୍ ଅର୍ଥ କଣ ପରିଚାଳନା। ଅର୍ଥଶାସ୍ତ୍ର ଆକ୍ଷରିକ ଅର୍ଥ କଣ ନା ଗୃହ ପରିଚାଳନା କରିବାର କଳା। ଆମେ ଏବେ ଦେଖିବା ମୁଁ କହିଥିଲି ଅର୍ଥଶାସ୍ତ୍ର ସଂଜ୍ଞା ବିଶିଷ୍ଟ ଅର୍ଥଶାସ୍ତ୍ରବିତ୍ ଆଦାମ ସ୍ମିଥ, ଯିଏକି ତମକୁ କୁହାଯାଏ ଅର୍ଥଶାସ୍ତ୍ର ଜନକ। ସିଏ କଣ କରିଥିଲେ 1776 ମସିହାରେ ପ୍ରଦାନ କରିଥିଲେ। କିପରି ପ୍ରଦାନ କରିଥିଲେ ନା ସେ ଗୋଟେ ବହି ଲେଖିଥିଲେ। ସେ ବହିଟାର ନାଁ ଥିଲା ଏନ୍ ଏନକ୍ୱାରି ଇନଟୁ ଦ ନେଚର ଏଣ୍ଡ କଜ ଅଫ ଦ ୱେଲ୍ଥ ଅଫ ନେସନ। ଏହି ପୁସ୍ତକଟି କଣ କରିଥିଲେ ସେ ରଚନା କରିଥିଲେ ଏବଂ ଏହି ପୁସ୍ତକରେ କଣ କରିଥିଲେ ନା ଅର୍ଥଶାସ୍ତ୍ରର ସଂଜ୍ଞା ପ୍ରଦାନ କରିଥିଲେ। ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ ସଂଜ୍ଞାଟି ସର୍ଟରେ ବହିଟାକୁ କୁହାଯାଏ ୱେଲ୍ଥ ଅଫ ନେସନ ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ ସଂଜ୍ଞାଟିକୁ ସମ୍ପଦର ସଂଜ୍ଞା ଭାବେ ଗ୍ରହଣ କରାଯାଏ। ଠିକ ଅଛି। ସେହିପରି ଆଉ ଜଣେ ଅର୍ଥଶାସ୍ତ୍ରବିତ୍ ସିଏ କଣ କରିଥିଲେ ଅର୍ଥଶାସ୍ତ୍ରର ସଂଜ୍ଞାଟାକୁ ସିଏ କଲ୍ୟାଣକାରୀ ସଂଜ୍ଞା ନାମ ଦେଇଥିଲେ ଏବଂ ତାର ପ୍ରଣେତା ବା ପ୍ରବକ୍ତା ହଉଛନ୍ତି ଆଲଫ୍ରେଡ ମାର୍ଶଲ। ଇଏ କେବେ ଦେଇଥିଲେ ନା 1890 ମସିହାରେ ଦେଇଥିଲେ। ଇଏ ଦେଇଥିଲେ 1776ରେ। କିଏ ନା ଆଦାମ ସ୍ମିଥ। ଆଲଫ୍ରେଡ ମାର୍ଶଲ କେବେ ଦେଲେ ନା 1890ରେ ଦେଲେ। ଯେପରି ଭାବରେ ଆଦାମ ସ୍ମିଥ ଗୋଟେ ବହି ଲେଖିଥିଲେ ଏନ୍ ଏନକ୍ୱାରି ଇନଟୁ ଦ ନେଚର ଏଣ୍ଡ କଜ ଅଫ ଦ ୱେଲ୍ଥ ଅଫ ନେସନ, ସେଇପରି ଆଲଫ୍ରେଡ ମାର୍ଶାଲ ମଧ୍ୟ ଗୋଟେ ବହି ଲେଖିଥିଲେ କଣ ନା ପ୍ରିନ୍ସିପଲ ଅଫ ଇକୋନୋମିକ୍ସ ଏବଂ ସିଏ ସେଥିରେ ମାନବ କଲ୍ୟାଣ ମଣିଷ କିପରି ବେନିଫିଟ ହବ ତାରି ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ପିଲାମାନେ ଏଇଟାକୁ ସ୍କ୍ରିନଶଟ ମାରି ରଖିଦବ ବା ଆମର ଯୋଉ ହ୍ୱାଟ୍ସଆପ ଗ୍ରୁପରେ ଜଏନ ଗ୍ରୁପ ନୁହେଁ ହ୍ୱାଟ୍ସଆପ ଚ୍ୟାନେଲରେ ଜଏନ କରିଯିବ, ସେଥିରେ ମଧ୍ୟ ମୁଁ ୟାର ପିକ୍ଚରଟି ଦେଇଦେବି ପିଲାମାନେ, ଯାହାଫଳରେ କି ଏ ସବୁ ଗୁଡିକ ଗୋଟେ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି ପରୀକ୍ଷା ଉପଯୋଗୀ। ପରୀକ୍ଷାରେ ଆସିବ ସମ୍ପଦର ସଂଖ୍ୟା କିଏ ପ୍ରଦାନ କରିଥିଲେ, କେବେ ପ୍ରଦାନ କରିଥିଲେ, କେଉଁ ବହିରେ ଆସିଥିଲା, ତାଙ୍କ ଆଦାମ ସ୍ମିଥ ଦେଇଥିବା ସଂଖ୍ୟାକୁ କୋଉ ନାମରେ ପରିଚିତ, ଏଇ ସବୁ ଜିନିଷ ଗୁଡିକ ଆସେ। ସେପରି କଲ୍ୟାଣକାରୀ ସଂଜ୍ଞା କେବେ କିଏ କେଉଁ ବହିରେ ଆସିଲା ଏଗୁଡା। ତେଣୁକରି ଏଇଟାକୁ ସ୍କ୍ରିନଶଟ ମାରି ରଖିଦିଏ ବା ଆମର
ଆର୍ଟ୍ସ ଏକାଡେମୀ WhatsApp ଚ୍ୟାନେଲ ସର୍ଚ୍ଚ କରିକି ସେଥିରେ ଜଏନ୍ ହେଇଯାଇ ପାରିବ। ତାପରେ ଆମେ ଦେଖିବା ସେ ଯୋଉ ଆଦାମ ସ୍ମିଥ ମୁଁ ଯୋଉ କହିଲି, ଏ ଆଦାମ ସ୍ମିଥ ହଉଛନ୍ତି ଅର୍ଥଶାସ୍ତ୍ରର ଜନକ ହେଲା। ସେ କଣ କହିଲେ, ଅର୍ଥଶାସ୍ତ୍ର ହଉଛି ସମ୍ପଦର ପ୍ରକୃତି ଏବଂ ତାର କାରଣ ବିଷୟରେ ଅନୁଧ୍ୟାନ କରେ। କିଏ କହିଲେ? ଏଟା ଆଦାମ ସ୍ମିଥ କହିଲେ। ଠିକ ଅଛି। ତ ଆଦାମ ସ୍ମିଥ ଯୋଉ କହିଥିଲେ, ସେ କଣ କହିଲେ ନା ତାଙ୍କ ସଂଜ୍ଞାରେ ଏଇ ଯୋଉ ସମ୍ପଦ କହିଲେ କୋଉଟାକୁ ବୁଝଉଥିଲା ନା କେବଳ ଭୌତିକ ଦ୍ରବ୍ୟ ଗୁଡିକ ବୁଝଉଥିଲା। ଭୌତିକ ଦ୍ରବ୍ୟ କଣ ନା ଯୋଉ ଦ୍ରବ୍ୟ ଗୁଡିକ ଆମେ ଦେଖିପାରୁ, ଛୁଇଁ ପାରୁ, ସେଗୁଡା ଭୌତିକ ଦ୍ରବ୍ୟ ଗୁଡିକ ବୁଝଉଥିଲା। ଯେପରି ଟଙ୍କା, ଜମି, କାରଖାନା, ଏଇଗୁଡିକ ଭୌତିକ ଦ୍ରବ୍ୟର ଅନ୍ତର୍ଭୁକ୍ତ। ଏଇ ଜିନିଷ ଗୁଡିକ ଆଦାମ ସ୍ମିଥ କଣ କରିଥିଲେ, ଯୋଉ ସମ୍ପଦ କହୁଛନ୍ତି ଏଇ ଜିନିଷ ଗୁଡିକ ସେ କଣ କରିଥିଲେ ନା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ମଣିଷଟିକୁ ସିଏ ଗୋଟେ ଅର୍ଥନୈତିକ ମାନବ ହିସାବରେ ଗ୍ରହଣ କରିଥିଲେ। ସେ କହିଥିଲେ ମଣିଷ ସଦାସର୍ବଦା ସ୍ୱାର୍ଥପର, ସେ କଣ କଥା ଏଇଭଳିଆ ସମ୍ପଦ ସବୁବେଳେ ଅର୍ଜନ କରିଚାଲେ। ଏ ବିଷୟରେ ସେ ଗୋଟେ ମତ ଦେଇଥିଲେ ହେଲା। ଆଉ କଣ କହିଥିଲେ ନା ଯେଉଁ ଦ୍ରବ୍ୟ ଗୁଡିକ ଦୃଷ୍ପ୍ରାପ୍ୟ, ମୁଁ ଟିକେ ଆଗରୁ କହିଥିଲି ଦୃଷ୍ପ୍ରାପ୍ୟ ମାନେ ଯୋଉ ଦ୍ରବ୍ୟ ଗୁଡିକ ଅଭାବ ଅଛି, ସେଇ ଦ୍ରବ୍ୟ ଗୁଡିକ ସମ୍ପଦର ପଦବାଚ୍ୟ ହେଲା। ଏବଂ ଯୋଉ ଦ୍ରବ୍ୟ ଗୁଡିକ ମୁକ୍ତ ଦ୍ରବ୍ୟ, ସେଗୁଡିକର ସମ୍ପଦର ପଦବାଚ୍ୟ। ମୁଁ ଉଦାହରଣ ଗୋଟେ ଦେଇଥିଲି, ତମେ ବୁଝିଯିବ ଆରାମସେ। ମନ ଦେଇକି ଟିକେ ଧ୍ୟାନ ଦେଇକି ଦେଖୁଥାଅ, ଉଦାହରଣ ଦେଲେ ବୁଝିପାରିବ। ସେ କଣ କଲେ, ଯେଉଁ ଦ୍ରବ୍ୟ ଗୁଡିକ ଯୁଗାଣ ସୀମିତ, ମନେକର ମୁଁ ଗୋଟେ ବହି କିଣିଲି, ଏ ବହିଟାର ଯୁଗାଣ ସୀମିତ, କାରଣ ବଜାରରେ ଯିବ, ମାର୍କେଟରେ ଗୋଟେ ବହି ଦୋକାନ ପାଖର 10 ପିସ୍ ବା 20 ପିସ୍ ର ବହି ଥିବ, ଅଧିକା ଥିବ କି ଥିବନି। ତେଣୁକରି ୟାର ସୀମିତ, ତେଣୁକରି ଏଇଟା ଗୋଟେ ସମ୍ପଦ ଏବଂ ତାର ଗୋଟେ ମୂଲ୍ୟ ଅଛି। ଯଦି ଆମେ ବାୟୁ ଦେଖିବା ବା ଜଳ ଦେଖିବା, ୟାର କୌଣସି ମୂଲ୍ୟ ନଥାଏ ଏବଂ ୟା ପ୍ରକୃତିରେ ଅସୀମ ଭାବରେ କଣ ହେଇଥାଏ ନା ପ୍ରକୃତି ଆମକୁ ଯୋଗେଇଥାଏ। ତେଣୁକରି ଇଏ ଯେହେତୁ ଅସୀମ, ୟାର ଯୁଗାଣ ଅସୀମ, ତାଙ୍କ କହିବା କଥା ଏଗୁଡିକ ସମ୍ପଦର ପଦବାଚ୍ୟ ନୁହେଁ ହେଲା। ଆଉ ଜଣେ ଅଛନ୍ତି, ସେ ଏଇ ତାଙ୍କରି ମତକୁ ସପୋର୍ଟ କରିକି ସେ ଗୋଟେ କହିଥିଲେ ଯେ ସମ୍ପଦ ଉତ୍ପାଦନ ବଣ୍ଟନ ସମ୍ପର୍କୀୟ ନିୟମ ମାନଙ୍କର ଅଧ୍ୟୟନ କରେ। ଇଏ ଗୋଟେ ଜନ୍ ଷ୍ଟୁଆର୍ଟ ମିଲ୍ କହିଥିଲେ। ଆଉ ଫ୍ରାନ୍ସିସ୍ ୱାକର ଇଏ କହିଥିଲେ ଜ୍ଞାନ ର ସେଇ ଅଂଶ ଯାହା ସମ୍ପଦ ସହିତ ସମ୍ପର୍କ ହେଲା। ଏ କଥାକୁ ଫ୍ରାନ୍ସିସ୍ ୱାକର କହିଥିଲେ। ତାପରେ ଆମେ ଦେଖିବା ଏଇ ଯୋଉ ସମ୍ପଦ କାହାକୁ କୁହାଯାଏ, ଯୋଉଟା କି ଆଦାମ ସ୍ମିଥଙ୍କର ଡେଫିନେସନ ଅନୁଯାୟୀ ନା ଭୌତିକ ସମ୍ପଦ। ଭୌତିକ ସମ୍ପଦ କହିଲେ କେବଳ ଭୌତିକ ଦ୍ରବ୍ୟ, ଯେପରି ମୁଁ ତମକୁ କହିଥିଲି କଲମ, ବହି, କାର, ଏଗୁଡିକ ଭୌତିକ ସେବାର ଅନ୍ତର୍ଭୁକ୍ତ, ଅଭୌତିକ ସେବାର ଅନ୍ତର୍ଭୁକ୍ତ ନୁହେଁ। ଅର୍ଥାତ ଏଗୁଡିକ ଭୌତିକ ଦ୍ରବ୍ୟ। ଭୌତିକ ଦ୍ରବ୍ୟ ମାନେ ଆମେ ଏଟାକୁ ଦେଖିପାରୁଛୁ, ଛୁଇଁ ପାରୁଛୁ, ଏଇ ସବୁ ଜିନିଷ ଗୁଡିକ। ଆଉ ଗୋଟେ କଣ କହିଲେ, ଦୃଷ୍ପ୍ରାପ୍ୟତା, ସ୍କାର୍ସିଟି, ଚାହିଦା ତୁଳନାରେ ପରିମାଣ କମ ହୋଇଥିବା ଆବଶ୍ୟକ। ଯେତେବେଳେ ଚାହିଦା ତୁଳନାରେ ପରିମାଣ କମ ହେଇଛି, ତାହେଲେ ସେ କହୁଛନ୍ତି ସେଟା ସମ୍ପଦ ପଦବାଚ୍ୟ। ଯେପରି ମୁଁ କହିଲି ଆମେ ବୁକ୍ସ କିଣିବା, ପେନ୍ କିଣିବା, ପିଲାଙ୍କର ଚାହିଦା ତୁଳନାରେ ସପ୍ଲାଇ କମ ଅଛି, ଯୋଗାଣ କମ ଅଛି, ସେଇଥିପାଇଁ ଏ ଦୃଷ୍ପ୍ରାପ୍ୟ। ତେଣୁକରି ତାର ମୂଲ୍ୟ ଅଛି। ଯଦି ଚାହିଦା ତ ଅଧିକା ହେଇଯିବ, ତାହେଲେ ସେ ଦୁଷ୍ପ୍ରାପ୍ୟ ହେଇ ରହିବନି, ସେ ସମ୍ପଦର ଇଏ ଆସିବନି। ଆଉ ଯଦି ମୁକ୍ତ ଭାବେ ମିଳୁଥିବ, ସେ ସମ୍ପଦ ଇଏରୁ କଣ ଯିବ, କଟିଯିବ। ହଉ, ଆଉ ଗୋଟେ ସେ କହୁଛନ୍ତି ବିନିମୟ ଯୋଗ୍ୟ ବା ଟ୍ରାନ୍ସଫରବିଲିଟି ରହିବା ଦରକାର। ଏହାକୁ ବ୍ୟକ୍ତି ଏକ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ହସ୍ତାନ୍ତର କରିପାରିବ। ମୁଁ ବହିଟା ଦେଖ, ପଇସା ଦବା, ଟଙ୍କା ଦେଇକି ବହି ଦୋକାନରୁ କିଣି ଆଣିବା, ଦୋକାନୀର ବହିଟା ମାନେ ଦୋକାନ କତର ବହି, ଦୋକାନୀର ବହି, ସିଏ ଆମକୁ ଦେଇଦେଲା, ଏଠି ଟ୍ରାନ୍ସଫର ହେଇଗଲା। ପେନ୍ ଟା ସେମିତି ଆମେ ଦେଇଦେବା। କିନ୍ତୁ ଯୋଉ ଜିନିଷ ଟ୍ରାନ୍ସଫରବିଲିଟି ହେଇପାରିବନି, ମନେକର ଜଣେ ସୁନ୍ଦର ଗୀତ ଗାଉଛି,
ସୁନ୍ଦର ଗୀତ ଗାଉଛି, ସେ ଗୀତ ଗାଇବାଟା କଣ୍ଠଟାକୁ ଆମେ କେବେ ବି ଜଣକୁ ଟ୍ରାନ୍ସଫର କରିପାରିବା, ତେଣୁ ଏଗୁଡିକ ସମ୍ପଦ ନୁହେଁ। ହୁଁ। ତାପରେ ଦେଖିବା ତାଙ୍କର ଯୋଉ ପ୍ରଦତ୍ତ ସଂଜ୍ଞାକୁ କିପରି ସମାଲୋଚନା କରାଯାଇଛି। ନା ସେ କହୁଛନ୍ତି କେବଳ ଭୌତିକ ସମ୍ପଦ ଉପରେ ଗୁରୁତ୍ୱ ଦିଏ, ଡାକ୍ତର ଶିକ୍ଷକଙ୍କ ସେବା ଭଳି ଅଭୌତିକ ସେବାକୁ ଅଣଦେଖା କରାଯାଇଛି। ମାନେ ସମାଲୋଚକ ମାନେ କହୁଛନ୍ତି ଏଇଟା ବି ସତ କଥା, କାରଣ ଡାକ୍ତର ମାନଙ୍କର ସେବା ସିଏ ବି ଗୋଟେ ସମ୍ପଦ ଅଟେ, ଶିକ୍ଷକ ମାନଙ୍କର ଶିକ୍ଷାଦାନ ସିଏ ବି ସମ୍ପଦ ଅଟେ, କିନ୍ତୁ ଏଗୁଡିକ କଣ ନା ଅଭୌତିକ ସମ୍ପଦ ହେଲା। କାରଣ ଏକୁ ଆମେ କଣ କରିପାରିବାନି, ଷ୍ଟୋର କରି ରଖିପାରିବାନି, ଦେଖିପାରିବାନି, ରଖିପାରିବାନି, ତେଣୁକରି ଯାହା ଆମେ ଏକୁ ଅନୁଭବ କରିପାରିବା, ତେଣୁକରି ଏଇଟା ଅଭୌତିକ ସମ୍ପଦ। ଏଇ ଅଭୌତିକ ସମ୍ପଦ ବିଷୟରେ ଆଦମ ସ୍ମିଥ କଣ ଅଛନ୍ତି, ନୀରବ ଅଛନ୍ତି, ତେଣୁକରି ସମାଲୋଚକ ମାନେ ସମାଲୋଚନା କରନ୍ତି। ଆଉ ଆଦମ ସ୍ମିଥ କଣ କରୁଛନ୍ତି, ମଣିଷକୁ କେବଳ ସ୍ୱାର୍ଥପର ବା ସେଲଫିଶ ବୋଲି ବର୍ଣ୍ଣନା କରୁଛନ୍ତି, କିନ୍ତୁ ବାସ୍ତବରେ ସିଆ ନୁହେଁ। ଆମେ କଣ ସବୁ କାମ ଗୁଡିକ ଆମେ ନିଜ ପାଇଁ କରୁ, କିଛି ସମାଜ ପାଇଁ କରୁନୁ। ତେଣୁ ସିଏ ମଣିଷକୁ ଗୋଟେ ସ୍ୱାର୍ଥପର ବା ଅର୍ଥନୈତିକ ମାନବ ବୋଲି ଗୋଟେ କହିଛନ୍ତି, ଯୋଉଟା କି ସମାଲୋଚକ ମାନେ ସମାଲୋଚନା କରନ୍ତି। କାରଣ ଆମେ ସମସ୍ତ କାମ ନିଜ ପାଇଁ କରୁନୁ, କିଛି ବି ସମାଜ ପାଇଁ କରୁ, କିଛି ଫ୍ରି ଅଫ କଷ୍ଟରେ କରୁ, ସେଇ ଜିନିଷ ସେଇଥିପାଇଁ ସେଗୁଡା କଣ ସମାଲୋଚନା ହେଇଛନ୍ତି। ଆଉ ସେ କହିଛନ୍ତି ମାନବର କଲ୍ୟାଣର ଅବହେଳା, ଦେଖ ଏହା ମଣିଷ ପାଇଁ ସମ୍ପଦ ନୁହେଁ, ସମ୍ପଦ ପାଇଁ ମଣିଷ ଶିକ୍ଷା ଦେଲା। ତାମାନେ ସେ କହୁଛନ୍ତି ତାଙ୍କର ଥିଓରି ଅନୁଯାୟୀ ମଣିଷ ପାଇଁ ସମ୍ପଦ ନୁହେଁ, ସମ୍ପଦ ପାଇଁ ମଣିଷ, ସମ୍ପଦର ଆବଶ୍ୟକତା ପାଇଁ ମଣିଷ ଅଛି, ତେଣୁକରି ସେଥିପାଇଁ ଏଠି ମାନବ କଲ୍ୟାଣକୁ ଅବହେଳା କରାଯାଇଛି। ଅର୍ଥାତ ଆମେ କୌଣସି କାମ, ତାଙ୍କ କହିବା କଥା ନିଃସ୍ୱାର୍ଥପର ଭାବେ କୌଣସି କାର୍ଯ୍ୟ ଆମେ କରୁନାହୁଁ, ସେଥିପାଇଁ ବା ଆମେ ଫ୍ରି ଅଫ କଷ୍ଟରେ ଅନ୍ୟ ପାଇଁ କାହା ପାଇଁ କିଛି କରୁନାହୁଁ ତାଙ୍କ କହିବା ଅନୁସାରେ, ତେଣୁକରି ସେ ସମାଲୋଚକ ମାନେ ତାକୁ କଣ କରନ୍ତି, ସମାଲୋଚନା କରିଛନ୍ତି। ଆଉ କିଛି ସମାଲୋଚକ ଯେପରି କାର୍ଲାଇଲ ହେଲା, ଏହାକୁ ଗୋଟେ ନୈରାଶ୍ୟଜନକ ବିଜ୍ଞାନର ମତ ଦେଇଛନ୍ତି। କିଏ ନା କାର୍ଲାଇଲ। ସେ କହିଛନ୍ତି, କାର୍ଲାଇଲ ଗୋଟେ ବଢିଆ କଥା କହିଛନ୍ତି ଯେ ଏଇ ସଂଜ୍ଞା ଅନୁସାରେ ମଣିଷ ଗୋଟେ କଣ ନା ସ୍ୱାର୍ଥପର। ସିଏ କଣ ଅଛି, କାର୍ଲାଇଲଙ୍କ କହିବା କଥା ମଣିଷ ସ୍ୱାର୍ଥପର, କାରଣ ଯଦି ସିଏ କହିଛନ୍ତି ଅର୍ଥନୈତିକ ମାନବ କଣ ବିନା ପଇସା ତ କିଛି କାମ କରିବନି, ସମାଜ ସେବା କରିବନି, ସେ ସ୍ୱାର୍ଥପର। ଏବଂ ତାକୁ ଗୋଟେ ଆକ୍ଚୁଆଲି ପରଫେକ୍ଟ ଟର୍ମ ଗୋଟେ ଦେଇଥିଲେ ଇଂରାଜୀରେ, ଗସ୍ପେଲ ଅଫ କଣ ଦେଇଥିଲେ, ମାମନ, ଗସ୍ପେଲ ଅଫ ମାମନ। ଏଇ କଥା କିଏ କହିଥିଲେ, କାର୍ଲାଇଲ କହିଥିଲେ। ମଣିଷକୁ ସ୍ୱାର୍ଥପର ମଣିଷ ଭାବେ ସେ ଉପସ୍ଥାପନ କରିଥିଲେ ଏବଂ ମଣିଷକୁ ଗୋଟେ ଗସ୍ପେଲ ଅଫ ମାମନ କହିଥିଲେ, କାରଣ ତାଙ୍କ ସଂଜ୍ଞା ଅନୁଯାୟୀ, ଆଦମ ସ୍ମିଥଙ୍କ ସଂଜ୍ଞା ଅନୁଯାୟୀ ମଣିଷ ବିନା ଟଙ୍କା ବିନା ସ୍ୱାର୍ଥରେ କିଛି କାମ କରେ ନାହିଁ ହେଲା। ସେଥିପାଇଁ ତାକୁ ସ୍ୱାର୍ଥପର ଏବଂ ଗସ୍ପେଲ ଅଫ ମାମନ କହିଥିଲେ। ସେଇ ଏବଂ ଏଇକୁ ଆଧାର କରି ଅର୍ଥନୀତିଟା ଗୋଟେ ନୈରାଶ୍ୟର ବିଜ୍ଞାନ ବା ଡିସମାଲ ସାଇନ୍ସ ବୋଲି ଆଖ୍ୟା ଦେଇଥିଲେ। କିଏ, କାର୍ଲାଇଲ। ଏ ସବୁ ଗୁଡାକ ମନେ ରଖିବ, ପରୀକ୍ଷାରେ ଆସିବ ହେଲା। ଆହୁରି ଗୋଟେ କଥା ମଧ୍ୟ ମୁଁ କହୁଛି, ରସ୍କିନ ବୋଲି ଜଣେ ଥିଲେ ଅର୍ଥଶାସ୍ତ୍ରବିଦ, ରସ୍କିନ। ହଁ, ଏଇ ରସ୍କିନ କଣ କରିଥିଲେ, ସିଏ କହିଥିଲେ ଅର୍ଥଶାସ୍ତ୍ରକୁ କଣ ନା ରୁଟି ଲହୁଣୀର ବିଜ୍ଞାନ, ରୁଟି ଓ ଲହୁଣୀ, ଏ ପରୀକ୍ଷାରେ ଆସିବ, ଲହୁଣୀର ବିଜ୍ଞାନ, ସାଇନ୍ସ ଅଫ ବ୍ରେଡ ଆଣ୍ଡ ବଟର, ଏ କଥା ହିଁ ମଧ୍ୟ ସେ କହିଥିଲେ। ଦେଖିବା ଆବଶ୍ୟକ ପରିବର୍ତ୍ତନ କଣ ଦେଖିବା। ଦେଖ, ସମ୍ପଦ ପାଇଁ ମଣିଷ କେବଳ ସ୍ୱାର୍ଥପର ଏବଂ ଭୌତିକ ସମ୍ପଦର ପଛରେ ଗୁଡାଏ ବୋଲି କଠୋର ବିଚାର କରାଯାଇଛି। ଅର୍ଥାତ ସେ କହୁଛନ୍ତି କେବଳ ସ୍ୱାର୍ଥପର ଭାବେ ମଣିଷ ଭୌତିକ ସମ୍ପଦ ପଛରେ କଣ ହେଇଥାଏ, ଗୁଡାଇ ଥାଏ। ଏବଂ ମଣିଷ ପାଇଁ ସମ୍ବଳ ଏବଂ ସମ୍ପଦ କେବଳ ମାନବ କଲ୍ୟାଣ ପାଇଁ ଏକ ମାଧ୍ୟମ। ଦେଖ ପିଲାମାନେ, ଏଠି କହିଲା କଣ, ସମ୍ପଦ ପାଇଁ ମଣିଷ କେବଳ ସ୍ୱାର୍ଥପର ଭୌତିକ ସମ୍ପଦ ପଛରେ ଗୁଡାଇ ଥାଏ ଏବଂ ସମ୍ବଳ ଓ ସମ୍ପଦ କେବଳ ମାନବ କଲ୍ୟାଣ ପାଇଁ ଏକ ମାଧ୍ୟମ। ଏଇ ଯୋଉ ମଣିଷ ପାଇଁ ସମ୍ପଦ, ଏଇଟା ମାର୍ଶାଲଙ୍କର ଭ୍ୟୁ ହେଲା। ଏଇଟା କଣ ନା ମାର୍ଶାଲଙ୍କର ଭ୍ୟୁ। ଆଉ ଏଇଟା କାହାର,
ଆଲଫୋର୍ଡ ଏଟା ହଉଛି ଏଦାମ ସ୍ମିଥଙ୍କର ଭ୍ୟୁ। ବୁଝିହେଲା କି ନାହିଁ? ତେଣୁକରି ଏଇ ଆଦାମ ସ୍ମିଥଙ୍କର ଭ୍ୟୁଟା କଣ ହେଲା, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଡେଫିନେସନଟା ଚେଞ୍ଜ ହେଲା ମାନେ ଏକ ସମାଲୋଚିତ ଡେଫିନେସନ ବା ସମାଲୋଚିତ ସଂଜ୍ଞାକୁ ପରବର୍ତ୍ତୀ ସମୟରେ ତାକୁ ସଂଶୋଧିତ କରି ମାର୍ଶାଲ କଣ କଲେ, ଅନ୍ୟ ଏକ ସଂଜ୍ଞା ପ୍ରଦାନ କରିଥିଲେ। ଯୋଉ ସଂଜ୍ଞାର ନାଁ ହଉଥିଲା କଣ ନା ୱେଲଫେୟାର ଡେଫିନେସନ, କଲ୍ୟାଣର ସଂଜ୍ଞା। এই କଲ୍ୟାଣର ସଂଜ୍ଞାରେ ସେ କଣ କହିଲେ ଯେ ମଣିଷ ପାଇଁ ସମ୍ପଦ ହେଲା, ସମ୍ପଦ ପାଇଁ ମଣିଷ ନୁହେଁ ହେଲା। ପିଲାମାନେ ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିବ ଏବଂ କମେଣ୍ଟସ ଦବ।